ଜାତକ ମିଳନ ଏକ ଭିତ୍ତିହୀନ ବିଶ୍ୱାସ। ଦୁନିଆରେ ମଣିଷ ସମାଜ ବିକାଶ ଲାଭ କଲା ପରେ ଗୋଟିଏ ପୁରୁଷ ସହିତ ଗୋଟିଏ ସ୍ତ୍ରୀର ସହାବସ୍ଥାନକୁ ବିବାହ ନାମରେ ସାମାଜିକ ସ୍ୱୀକୃତି ପ୍ରଦାନ କରାଗଲା। କାଳକ୍ରମେ ବିବାହ ଅନୁଷ୍ଠାନ ସହିତ ବିଭିନ୍ନ ରୀତିନୀତି ଯୋଡ଼ି ହୋଇଗଲା। ତଥାପି କେତେକ ମୌଳିକ ସର୍ତ୍ତ ରହିଲା। ବର ଓ କନ୍ୟାଙ୍କ ଧର୍ମ, ଜାତି, ବୟସ, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, କର୍ମ କୁଶଳତା ବା ଯୋଗ୍ୟତା ସହିତ ପାରିବାରିକ ପୃଷ୍ଠଭୂମି ଠିକ୍ ହେବା ଉଚିତ। ଆମ ଦେଶରେ ହିନ୍ଦୁ ଧର୍ମର ବର ଓ କନ୍ୟାଙ୍କ ପାଇଁ ଉପରୋକ୍ତ ସମସ୍ତ ସର୍ତ୍ତ ପୂରଣ ହୋଇଥିଲେ ମଧ୍ୟ ବିବାହ ହେବା ସମ୍ଭବ ନାହିଁ, ଯେତେବେଳେ ପର୍ଯ୍ୟନ୍ତ ଦୁହିଁଙ୍କର ଜାତକ ମିଳନ ଠିକ୍ ହୋଇନାହିଁ। ବର କନ୍ୟାଙ୍କ ସମ୍ପର୍କରେ ଦୃଷ୍ଟିଗୋଚର ହେଉଥିବା ସମସ୍ତ ଯୋଗ୍ୟତା ନିଜର ପିତା, ମାତା ଓ ଗୁରୁଜନମାନେ ପରୀକ୍ଷା ନିରୀକ୍ଷା କରି ଠିକ୍ କରିବେ, କିନ୍ତୁ ଜାତକରେ ଲେଖାଥିବା ଅଦୃଶ୍ୟ କାହାଣୀକୁ ଭିତ୍ତି କରି ଯୋଗ୍ୟତା ଠିକ୍ କରିବା ଜଣେ ଅବୈଜ୍ଞାନିକ, କୋଷ୍ଠୀ ଗଣକ ବା ଅର୍ଦ୍ଧଶିକ୍ଷିତ ଜ୍ୟୋତିଷ ଏବଂ ତାହାର ନିଷ୍ପତ୍ତି ହିଁ ହେବ ନିର୍ଣ୍ଣାୟକ। ପିତା, ମାତା ଓ ଗୁରୁଜନଙ୍କର ସମସ୍ତ ଅନୁଭବ ଜ୍ଞାନ ଭଣ୍ଡ ହୋଇଯାଏ ଯଦି ଜ୍ୟୋତିଷ କହିବ ଏହି ଜାତକରେ ଗ୍ରହ ଦୋଷ ରହିଛି, ବିବାହ କଲେ ଭବିଷ୍ୟତରେ ଅନିଷ୍ଟ ହେବ। ଜ୍ୟୋତିଷର କଥାରେ ଯଦିଓ କୌଣସି ପ୍ରକାର ତର୍କସଙ୍ଗତ କିମ୍ବା ବିଜ୍ଞାନସମ୍ମତ ତଥ୍ୟ ନଥାଏ, ତଥାପି ଭିତ୍ତିହୀନ ବିଶ୍ୱାସ ଯୋଗୁଁ ସେହି ସୁଯୋଗ୍ୟ ଯୋଡ଼ିଙ୍କ ବିବାହ ହୋଇପାରିବ ନାହିଁ। ଜ୍ୟୋତିଷ ବିଦ୍ୟା 12 ଗୋଟି ରାଶି, 9 ଗୋଟି ଗ୍ରହ ଏବଂ 27 ଗୋଟି ନକ୍ଷତ୍ରକୁ ନେଇ ଗଣନାର ଇନ୍ଦ୍ରଜାଲ ତିଆରି ହୋଇଛି। ଜ୍ୟୋତିଷ ବିଦ୍ୟା ପ୍ରଥମେ ବେବିଲୋନର ଅଧିବାସୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରମାଣ ମିଳୁଛି। ଏହାର ଇତିହାସ ସମ୍ପର୍କରେ ଆଲୋଚନା କଲେ ପ୍ରବନ୍ଧଟି ବହୁତ ଲମ୍ବା ହୋଇଯିବ, ତେଣୁ ଆମର ଆଲୋଚ୍ୟ ବିଷୟ ଏହା ଏକ ଭିତ୍ତିହୀନ ବିଶ୍ୱାସ କାହିଁକି ଭିତରେ ସୀମିତ ରଖିବା। ଫଳତଃ ଅସଲ କଥା ହେଉଛି, ଜ୍ୟୋତିଷରେ ଗଣନା କରାଯାଇଥିବା 9ଟି ଗ୍ରହ ମଧ୍ୟରୁ 4 ଗୋଟି ଗ୍ରହ ପଦବାଚ୍ୟ ନୁହେଁ। ସୂର୍ଯ୍ୟ ଏକ ଗ୍ରହ ନୁହେଁ, ଏକ ନକ୍ଷତ୍ର। ଚନ୍ଦ୍ର ଏକ ଗ୍ରହ ନୁହେଁ, ଏକ ଉପଗ୍ରହ। ରାହୁ ଓ କେତୁ ସୌରମଣ୍ଡଳର 2ଟି କାଳ୍ପନିକ ବିନ୍ଦୁ, ସେମାନଙ୍କର ସ୍ଥିତି ନାହିଁ। ପୃଥିବୀ ଏକ ଗ୍ରହ ଏବଂ ପ୍ରାଣୀ ଜଗତକୁ ସବୁଠାରୁ ବେଶୀ ପ୍ରଭାବିତ କରୁଥିଲେ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଏହାର ଗଣନା ନାହିଁ। 1781 ମସିହାରେ ଆବିଷ୍କୃତ ୟୁରେନସ୍, 1846 ମସିହାରେ ଆବିଷ୍କୃତ ନେପଚୁନ୍ ଏବଂ 1930 ମସିହାରେ ଆବିଷ୍କୃତ ପ୍ଲୁଟୋ ଗ୍ରହ ସମ୍ପର୍କରେ ଜ୍ୟୋତିଷମାନେ ନୀରବ ରହୁଛନ୍ତି। ଏହି 3ଟି ଗ୍ରହ ତ ନୂଆକରି ଆକାଶରେ ତିଆରି ହୋଇନି, ଅନ୍ୟ ସବୁ ଗ୍ରହ ସହିତ ହିଁ ନିଶ୍ଚୟ ତିଆରି ହୋଇଛି। ତେବେ ସେହି 3 ଗ୍ରହର ପ୍ରଭାବ କ'ଣ ମଣିଷ ଉପରେ ପଡ଼ୁନାହିଁ? ଗତ 2003 ମସିହାରେ ସୌରମଣ୍ଡଳର 10ମ ଗ୍ରହ UB 313 ଆବିଷ୍କୃତ ହୋଇଛି। ଜ୍ୟୋତିଷ ବିଜ୍ଞାନୀମାନେ କ'ଣ ଏହି ସମସ୍ତ ଗ୍ରହକୁ ଯୋଗ କରି ନୂତନ ଭାବେ ସଂଶୋଧିତ ଜ୍ୟୋତିଷଶାସ୍ତ୍ର ରଚନା କରିପାରିବେ? ସେମାନେ ଚାହିଁଲେ ମଧ୍ୟ ସେପରି କରିପାରିବେ ନାହିଁ, କାରଣ ନୂତନ ସଂସ୍କରଣ ତିଆରି ହେଲେ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଯିବ ଯେ ପୂର୍ବରୁ ପ୍ରଚଳିତ ଥିବା ଜ୍ୟୋତିଷଶାସ୍ତ୍ର ଭୁଲ ବା ମିଥ୍ୟା ଥିଲା। ଭବିଷ୍ୟତରେ ଯଦି ଆହୁରି କିଛି ଗ୍ରହ ଆବିଷ୍କାର ହୋଇପାରିବ, ତେବେ ଏହି ନୂତନ ଜ୍ୟୋତିଷଶାସ୍ତ୍ର ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଯିବ। ସେଥିପାଇଁ ବର୍ତ୍ତମାନ ଯାହା ଯେମିତି ଅଛି ତାହାକୁ ହିଁ ବିଭିନ୍ନ ପ୍ରକାରେ ବ୍ୟାଖ୍ୟା କରି ବିଜ୍ଞାନ ସିଦ୍ଧ ବିଦ୍ୟା କହି ଯେତେ ଦିନ ସମ୍ଭବ ଲୋକମାନଙ୍କୁ ଭୁଲେଇ ରଖିବା ହେଉଛି ବୁଦ୍ଧିମାନର କାମ, କାରଣ ଏହି ବ୍ୟବସାୟ ଖୁବ୍ ଭଲ ଚାଲିଛି। ଜାତକ ଶାସ୍ତ୍ର ବା ଫଳିତ ଜ୍ୟୋତିଷ ଭିତରେ କେତେ ଗଭୀର ଜ୍ଞାନ ଅଛି ଜାଣିବା ପାଇଁ ମୁଣ୍ଡ ଖେଳାଇବା ପୂର୍ବରୁ ସମାଜରେ ଚଳପ୍ରଚଳ ହେଉଥିବା ଜୀବନ୍ତ ନର ଓ ନାରୀଙ୍କୁ ଦେଖି ମନରେ କେତେକ ସହଜ ଓ ସାଧାରଣ ପ୍ରଶ୍ନ ଉଠୁଛି। ପୃଥିବୀର କୋଟି କୋଟି ନରନାରୀ ଏବଂ ଭାରତରେ ବାସ କରୁଥିବା ଭିନ୍ନ ଧର୍ମ ସମ୍ପ୍ରଦାୟର ନରନାରୀ ମଧ୍ୟ ବିନା ଜାତକ ମିଳାଇ ବିବାହ କରୁଛନ୍ତି କାହିଁକି? ଆମ ଦେଶର
केवल गोटिए संप्रदाय पाई जातक मिलन अनिवार्य काहींकि? जातक मिलन कराई विवाह करिथिबा समस्त दंपति कौन सुख शांति रे रही पारुछंती? से दुहींक मध्यरु कौन जनकर अकाल मृत्यु हेउ नाही? ज्योतिष गणनारे भूल काहींकि हेला बोली केही प्रश्न कले सेमाने निजकु बंचाइबा पाही कहंती तुमर जातकरे हुए तो भूल तथ्य रहिछि, किंतु आमे जानिछु अनेक विख्यात ज्योतिषंक निजर दाम्पत्य जीवन और पारिवारिक जीवन सुखद नुहे। केतेक ज्योतिषंक कन्या असमୟରେ विधवा होइछंती किंबा तांकर पुओ स्त्री सह विवाह विच्छेद होई अलगा रहुछंती। आजिर जुगरे केतेक ज्योतिष निजर बहु द्वारा यौतुक निर्यातना केस करिथिबारु जेल दंड भोगुछंती। एइठी एक महत्वपूर्ण प्रश्न उठुछि, ज्योतिषंक जातकरे तो भूल तथ्य रहिबा कथा नुहे। भल करी गणना करी अमृत बेलारे ही विवाह कार्य संपन्न करिथिबे, तथापि सेमाने एते दुख भोग करुछंती काहींकि? जनसाधारणଙ୍କ मनरे भी एही प्रश्न उठुथिबो एवं तर्क संगत उत्तर भी पाउथिबे, किंतु भविष्यतरे काले अनिष्ट हेबार अहेतुक भय रहुथिबारु समस्ते जुक्ति तर्क करिबाकू चाहुनाहंती। एइटा ही हेउछि सबुठारु बड़ परितापर विषय। समाजर उच्च शिक्षित डाक्तर, इंजीनियर, जज, वकील, प्रोफेसर, आईएएस बा आईपीएस ऑफिसर पर्यंत समस्ते जातकर माया जालरू मुकुली पारु नाहंती। जातक मिलन रे सबुठारु क्षतिकारक परिणाम हेउछि बेले बेले जातकरे लेखाथिबा ग्रह, राशि और नक्षत्रंक चक्कर रे दुईटी भिन्न रुचि और भिन्न चरित्रर बरकन्या को विवाह बंधन रे बांधी दिया जाउछि, जहा फलरे दुहींक भितरे मतांतर लागी रहुछि। किछि दिन परे विवाह विच्छेद आड़कू कथा बढ़ी जाउछि। आउ केतेक घरे हत्या और आत्महत्या भली अपराध भी घटुछि। एही भली किछि न हेले मध्य दुहींक सारा जीवन अशांति रे ही कटुछि। जातक बा जन्मकुंडली हेउछि हिंदू स्त्री और पुरुषंक संपूर्ण जीवन कालर लेखा जोखा। से केउ बयस रे कौन पाइब, कौन हराइब, विवाहित जीवन केमिति कटिब, केबे और किपरि मृत्यु घटिब, सबु किछि कुआडे जातकरे लेखा जाइथाए। एहार विश्वसनीयता जदिओ 0%, किंतु भय अपरिमित। विज्ञान को बेखातिर करी ज्योतिषर गणना को विश्वास करी गर्भवती स्त्रीर पेटरे पुओ अछि ना झियो जानिबा को अनेक लोक चाहती, कारण पुओ हेले परंपरा क्रमे निजर पितृपुरुषों को श्रद्धा करी पिंडदान करिवो, झियो हेले यौतुक सह परघर को चलीजिवो। सेथिपाई घरे पुओ नथिले एवं गर्भरे कन्या भ्रूण थिबा जना पड़िले सेही भ्रूण को नष्ट करा जाउथिबा घटना बहुत सुना जाउछि। कानून अनुसार भ्रूण हत्या एक अपराध, तेणु घटनाटी जदि धरा पड़ जाए तेबे शिशुर माँ बापा, जेजेमा, जेजेबापा इत्यादि जेल दंड भोग करती। किंतु जेउ ज्योतिष पुत्र प्राप्तिर लोभ देखाई सेमानंकु भ्रूण हत्या करने प्रोत्साहित करिथिला ताहार किछि भी हुए नहीं। परदा पछरे रही जाउथिबा असल सूत्रधर और खलनायक प्रति केही अंगुली निर्देश करती नहीं। फ्रांसर प्रसिद्ध लेखक वाल्टियर कहिछंती ज्योतिष सहित खगोल विज्ञानर संपर्क हेउछि ठीक अंधविश्वासर धर्म सहित रहुथिबा संपर्क भली। ज्योतिष माने भाग्यवादी लोकमानंक मानसिक दुर्बलता को भल भावे चिन्हि पारंती। प्रत्येक सफल ज्योतिष निश्चित भावे जड़े मनस्तात्विक, एथिरे संदेह नहीं। सेमाने चतुरतार सहित अल्प किछि प्रश्न करी सही व्यक्तिर रुचि, चरित्र, आवश्यकता और दुर्बलता संपर्क में जानी पारंती। एपरिकी तांकर आर्थिक स्वच्छलता विषय मध्य भल भावे खबर संग्रह करि नियंती। तापरे आर्थिक शोषण करिबा सहज होइथाए। भविष्यतरे केतेक ग्रह दोषरु अनिष्ट हेबार संभावना दर्शाई व्यक्ति को भयभीत करि दियंती। ग्रह दोषरु मुक्ति पाइबा पाई पूजा, यज्ञ, दान, दक्षिणा आदि करिबा पाई उपदेश दियंती। असल उद्देश्य हैला साधारण धर्म विश्वासी लोकमानंक पकेट्रु जेते संभव टंका लुटि नेबा।
ଆଜି ପର୍ଯ୍ୟନ୍ତ ଏମିତି କୌଣସି ଐଶ୍ୱରିକ ବିଦ୍ୟା ବା ବୈଦିକ ଜ୍ଞାନ ମନୁଷ୍ୟ ପାଖରେ ନାହିଁ ଯାହାଦ୍ୱାରା ଭବିଷ୍ୟତରେ ମଣିଷର କ'ଣ କ'ଣ ଘଟିବ ସଠିକ୍ ଭାବେ ଜାଣିପାରିବ। ବିଜ୍ଞାନ କିନ୍ତୁ ତଥ୍ୟର ଆଧାରରେ ଭବିଷ୍ୟତରେ ମଣିଷର ଶାରୀରିକ ଓ ମାନସିକ ଅବସ୍ଥା କିପରି ହେବ ଅନୁମାନ କରିପାରେ, ଯାହା ସମ୍ପୂର୍ଣ୍ଣ ସତ୍ୟ କିମ୍ବା ଆଂଶିକ ସତ୍ୟ ହୋଇଥାଏ। ଜ୍ୟୋତିଷ ଏବଂ ବୈଜ୍ଞାନିକମାନଙ୍କ ଭିତରେ ପ୍ରଭେଦ କ'ଣ? ଜ୍ୟୋତିଷମାନେ କେବଳ କଳ୍ପନା, ଅନୁମାନ ଏବଂ ଗ୍ରହମାନଙ୍କର ଭୁଲ ତଥ୍ୟ ଆଧାରରେ ଭବିଷ୍ୟତ ଫଳ ଘୋଷଣା କରିଥାନ୍ତି, କିନ୍ତୁ ବୈଜ୍ଞାନିକମାନେ ଗବେଷଣା ଓ ଅନୁସନ୍ଧାନ କରି ଯେଉଁ ତଥ୍ୟ ପାଇଥାନ୍ତି ସେହି ଅନୁସାରେ ଭବିଷ୍ୟତ ଫଳ ସମ୍ପର୍କରେ ଘୋଷଣା କରିଥାନ୍ତି। ସେଥିପାଇଁ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ଆଂଶିକ ଭାବେ ସତ୍ୟ କିମ୍ବା ସମ୍ପୂର୍ଣ୍ଣ ଭାବେ ଭୁଲ ହୋଇଥାଏ, କିନ୍ତୁ ବୈଜ୍ଞାନିକମାନଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ କିମ୍ବା ଆଂଶିକ ସତ୍ୟ ହୋଇଥାଏ, ଭୁଲ ହୋଇନଥାଏ। ବୈଜ୍ଞାନିକ ଓ ଜ୍ୟୋତିଷମାନଙ୍କ ଭିତରେ ଆଉ ଏକ ପ୍ରଭେଦ ହେଉଛି ବୈଜ୍ଞାନିକମାନେ କେବେ ବି ନିଜର ଗବେଷଣାଲବ୍ଧ ଜ୍ଞାନକୁ ଚରମ ସତ୍ୟ ବୋଲି ଦାବି କରନ୍ତି ନାହିଁ। ଆଜି ଯାହା ମିଳିଛି ଭବିଷ୍ୟତରେ ଏହାଠାରୁ ଆହୁରି ଅଧିକ ମିଳିପାରେ ବୋଲି ସ୍ୱୀକାର କରନ୍ତି, କିନ୍ତୁ ଜ୍ୟୋତିଷମାନେ ଗଣନା କରି କହିଥିବା ତଥ୍ୟ ସମ୍ପୂର୍ଣ୍ଣ ଭାବେ ସତ୍ୟ, ଏଥିରେ ଦ୍ୱିମତ ନାହିଁ ବୋଲି ଗର୍ବର ସହ ଦାବି କରିଥାନ୍ତି। ମଜା କଥା ହେଉଛି ସେମାନେ ତାଙ୍କର ଏହି ବିଦ୍ୟାକୁ ହେତୁବାଦୀଙ୍କ ଆଗରେ ପରୀକ୍ଷା କରାଇବାକୁ ଭୟ କରୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ଜ୍ୟୋତିଷ, ତାନ୍ତ୍ରିକ, ସିଦ୍ଧ ବାବା ହେତୁବାଦୀଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରିନାହାନ୍ତି। ପ୍ରକୃତରେ ଜ୍ୟୋତିଷ ବିଦ୍ୟା ଏକ ଭ୍ରମଜାଲ, ଏହା ବିଜ୍ଞାନସମ୍ମତ ନୁହେଁ। ଗତ 1975 ମସିହା ସେପ୍ଟେମ୍ବର ମାସରେ ଆମେରିକାରୁ ପ୍ରକାଶିତ ଦି ହ୍ୟୁମାନିଷ୍ଟ ପତ୍ରିକାରେ 186 ବୈଜ୍ଞାନିକମାନଙ୍କ ଭିତରେ ଥିଲେ 18 ଜଣ ନୋବେଲ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ ଏବଂ ଭାରତର ବୈଜ୍ଞାନିକ ଚିକାଗୋରେ ରହୁଥିବା ଡକ୍ଟର ଏସ୍ ଚନ୍ଦ୍ରଶେଖରଙ୍କ ଏକ ମିଳିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳିତ ଜ୍ୟୋତିଷ ବିଷୟରେ ଥିବା ଭୁଲ ଧାରଣା ଦୂର କରିପାରିଲେ ଜାତକ ମିଳନର ଚକ୍ରାନ୍ତରୁ ମୁକ୍ତି ପାଇ ଯୁବକ ଓ ଯୁବତୀମାନେ ନିଜର ମନପସନ୍ଦର ଜୀବନସାଥୀ ପାଇପାରିବେ। ପରିବାର ସୁଖୀ ହେଲେ ସମାଜ ବି ସୁଖୀ ହେବ। ଅନ୍ୟ